କାହିଁକି କି ଜାଣେ ସମୁଦ୍ର ଢେଉ ପରି ମୋ ମନ କାଲି ଚନେ ଚନେ ଯାଉଛି କାହିଁକି ଲ କଣ କହିବି ମୁଁ ନିଜେ ଭାବି ପାରୁନି ସାଙ୍ଗ। ହେଲୋ ହେ ପ୍ରୀତି, ହେଇ ବୟସରେ ଏମିତି ହେଲ କାହିଁକି ଜାଣିଛୁ? ତୁ ଯେମିତି ଚେନ ଚେନ ଦେଖାଯାଉଛୁ କେମିତି ଲାଗିବନି ଲ ସାଙ୍ଗ ତୁ ଯେମିତି ସୋନା ସୋନା ଦେଖାଯାଉଛୁ ଲ କିଏ ଆଉ ତୋ ପରି ଦେଖାଯିବନି ଲ। ତୁ ନା ବିୟୁଟିଫୁଲ ଦେଖାଯାଉଛୁ ତୋ ହିରାଉ ପଣ ପାଣ କରିଲା। ତୁ ଚୁପ୍ କରଲେ ସାଙ୍ଗ। ତା ସହିତ ମୋର କେଉଁଟେ ବ୍ରେକଅପ୍ ହେଇ ସରିଲାନି। ତା ନା ଧରିବାକୁ ମୋତେ ଭାରି ଲାଜ ମାଡ଼ୁଛି। ସେ ସବୁ ଛାଡ଼, ଚାଲ ଘରକୁ ଯିବା। ଟିକେ ରୁହ, ଘରେ କି କାମ ଅଛି? ବାହାର ଟିକେ ବୁଲିବାକୁ ଆସିଛୁ? ଘରେ ଚାଲ ଦେଖୁଛୁ କି ନାଇଁ ରେ ସାଙ୍ଗ, ତମେ ଯାହା କହୁଛ ସେ ସବୁ ଠିକ କଥା ଯେ ତମେ ତ ଭଲ ଭାବରେ ଜାଣିଛ ମୁଁ ଘରେ ଏକା ରହୁଛି। ବାବା ମାକୁ ଦେଖିନି କି ମୁଁ ଜାଣିନି। ମୋତେ ଜନ୍ମ ଦେଇ ଛାଡ଼ି ଚାଲିଗଲି ସାଙ୍ଗ। ଜନ୍ମ କଲା ଦିନଠୁ ମୋ ମା ବାବାଙ୍କର ତ ଦେଖିନି। ହଁ ସାଙ୍ଗ ଦେଖିନି। ସେ ସବୁ କହେ ଆମକୁ ଦୁଃଖ ଦିଆନିଲ, ଆମକୁ ଦୁଃଖ ଲାଗିବ। ଏଇ ଉପର ବାଲା ସମସ୍ତଙ୍କ ପାଇଁ ଅଛିଲ, କେବେ ହେଲେ ମନ ଦୁଃଖ କରିବୁନି ଲ, ବୁଝିଲୁ? ଓଲା ସାଙ୍ଗ ମୋର କିଛି ଦୁଃଖ ନାହିଁ, ଚାଲ ଘରକୁ ଯିବା। ଦେଖି ପାରୁନୁ ଧୋକା ହେଲାଛୁ ତୋତେ ଲାଜ ଲାଗୁନି? ଗୋଡେ ଝିଅକୁ ଦେଖି ଧୋକା ମାରୁଛୁ। ଧୋକା ହେଇଗଲ, ହେଇଗଲା ସେଇଠୁ ସଂସାର ହେଇଗଲା। ଆଜିକା ଡେଟ୍ରେ ଝିଅକୁ ଧୋକା ଦେବାଟାই ଭଲ। ସେଇଟା ସକାଳରୁ ଶେଷ ପର୍ଯ୍ୟନ୍ତ ଅଛି। ସେଇଟା ମୋର ପ୍ରକୃତି, ସେଇଟା ମୋର ପେଶା। ତୁମର କଣ କରିବ? ମୋର କିଛି କରିବା ଦରକାର ନାହିଁ। ଚାଲି ଯାଅ, ଚାଲ ସାଙ୍ଗ ମାନେ। ବହୁତ ସୁନ୍ଦର ନାଟ, ଦେଖିବାକୁ ଯେମିତି କଣ୍ଡେଇ ପରି ଦେଖାଯାଉଛୁ। ବ୍ୟୁଟିଫୁଲ, ତୋ ଚେହେରା ଯେମିତି ହେଇছে ଗୁଲୁ ଗୁଲିଆ। কি তোর ওঠ, ও কি সুন্দর তো কথা। আরে তোর উপরে মজাতে লাগি যা। तुम बाबा पड़के नांती एवं तू कथा कहछु नारी को जन्म देबाती महिला दिने ना दिने पछताइबो। हां पछताइबो। तू जा कहलो ओ শুনেবি, কিন্তু ମୋ ମା ଭଉଣୀ ଘରେ କଥା ଗଲେ ବୋଲ ହବନି କହୁଛି। ମୁଁ ବୋଲ ଦିଲେ ବଡ଼ ପତ୍ର ରାଗି ଗଲେ ସିଂହଛତ୍ର। ମୋ ଗଲରେ ତ ଫୁରା ମାରି ବହୁତ ଭଲ କରିଲ। ମୋ ଜାତିରେ ଛୁରୀ ମାରିଦେଲ। ଏଇ ଜଗଟା ସବୁଦିନ ପାଇଁ ରହିଗଲ। ଏଇଟା ମୁଁ ତାପୁଡ଼ା ମାରିଲେ ମୋତେ ଯଦି ଛୁଇଁବା କହି ବହିରା କରିଥାନ୍ତୁ ତୋତେ ମୁଁ ଚତା ହେବାକୁ ବାଧ୍ୟ ହେଇନି। ଚାଲ ସାଙ୍ଗ ମାନେ। এতে বড় বাতি করছো নাকি? আরে কোন হয়েছে কহ? ছোটাই মঞ্চি গলা বাবা নহলে ମୁଁ ତାକୁ ତଡ଼ି ନଥାନ୍ତି। ଗୋଟିଏ ଝିଅ ମୋ ଘରରେ ତବୁଡ଼ା ମାରିବ, ତୋର ଏତେ ଦମ୍? ଝିଅଟା ତାହେଲେ ଜେଜର ଅଛି ରେ, ତୋତେ ମାରିଛି? ମତେ ତ କାହିଁ ବିଶ୍ୱାସ ହଉନି। ଓ ମାମୁ, ମୋ ଘରରେ ତବୁଡ଼ା ମାରୁଛୁ ମାନେ ମୁଁ କେବେ ଛାଡ଼ିବିନି ମାମା। ହଁ କେବେ ଛାଡ଼ିବିନି। তীর পানি বতর কাটে তরব রইলে
ବିପଦ ଘଟେ। କଥାରେ ଅଛି ବଡ଼ ଯା, ସେ ଯୋଉ କୋଉଠି ରହୁଛି କଣ କରୁଛି? ମୁଁ ଜାଣିନି ମାମା, ସେ କହିଲେ ରହୁଛେ। ଚାଲ ମାମା, ମୋର ମୁଣ୍ଡ କିଛି କାମ କରୁନି। ସେମିତି ହେଲେ ବି ସେଇ ଝିଅକୁ ମୁଁ କିଛି ବାହାର କରିବି ମାମା। କଣ କରିବି? ମୋ ସାଙ୍ଗ ତ ଝିଅକୁ ଭଲ ପାଉଛି। ଆରେ ସେଇ ଝିଅକୁ ମୁଁ କେମିତି ବାହା ହେବି? ନାଇଁ, ମୋ ସାଙ୍ଗ ଯଦି ଏ କଥା ଜାଣିଲେ ମତେ କଣ କହିବ? ନା, ମୋ ମା ବାପା କହିବ। ଆରେ ସେଇ ଝିଅକୁ ମୁଁ ଜମା ବାହା ହେବିନି। ଆରେ ମୁଁ ବାହା ହେଇପାରିବି। କାହିଁକି ଛୋଟ ପିଲାଙ୍କ ଉପରେ କଥା ବୁଝୁନ? କାହିଁକି ଭାବୁନି ସେ ଝିଅକୁ? ଆରେ କଣ ହେଇଛି? ମୁଁ ବାହା ହେବି ବା। କେମିତି ବାହା ହେବି? ମୋ ସାଙ୍ଗ ତାକୁ ଭଲ ପାଉଛି। ହଁ, ମୁଁ ତାକୁ ଭଲ ପାଉଛି। ମୁଁ କଣ ଛୋଟ ପିଲା ଯେ ଜାଣି ଶୁଣି ମୁଁ ସେ ଝିଅକୁ ବାହା ହେବି ବା। କିଏ କାହାକୁ ଭଲ ପାଉନାହାନ୍ତି? ସମସ୍ତେ ଭଲ ପାଉଛନ୍ତି। ଭଲ ପାଇବା କଣ ଖରାପ? ଆରେ ଏ ପ୍ରସ୍ତାବରେ ରାଜି ହେଇଯା, ନହେଲେ ଏ ସାହି ପରିଚାଳକ ଆମ ଉପରେ ସେଫ ପକାଇବେ, ସେଫ। ଏ ବା, ତ ହେଇଛ ତ ଏମିତି ତଳକୁ ହେବାକୁ ଦେବେନି ବା। ଦେଖ ବା, ମୁଁ ବାହା ନେଇ ମତେ ବାଡୁ ଆରଇଯିବି ବା। କିନ୍ତୁ ସେଇ ଶ୍ରିୟା ବାଉଚୁକ এই জিতো কেবে ভাই পারবনি। হ্যাঁ, ମୁଁ ଭାଇ ହେବିନି। ପୁଅକୁ କେମିତି କହିଲେ ବୁଝିବ? ବନ୍ଧୁବାନ୍ଧବ କଥା ହେଇଛୁ, ଏ ପୁଅଟା ମୁଁ ନା କରୁଛି। ଦିଦି ତମେ କାହା ସହିତ କାଇକା କଥା ହେଇଛ? ଆରେ କାହା ସହିତ କଥା ହଉଛ? ପୁଅଟା ସଫା ସଫା ମନା କରି ଚାଲିଗଲା, ମୁଁ ଭାଇବିନି ବୋଲି। କଣ କରିବା? ହେ ଭଗବାନ, ଆରେ କେହିଟା ଦିନ ବାକି ଅଛି। ହେ ପୁଅଟା ପୁଣି ମନା କରି ଚାଲିଗଲା। ବୁଝିଲ ନା ଦିଦି, ଆଜି କାଲିର ପୁଅ ଝିଅ ନା କାହାରି କଥା ବି ଶୁଣୁଛନ୍ତି? କଣ ବାପା ମା କଥା ଶୁଣୁଛନ୍ତି ନା କାହାର ସାନ ବଡ଼ ଲୋକର କାହାରି କଥା ଶୁଣୁଛନ୍ତି? ପାଠ ସାଠ ପଡ଼ିଗଲା, ବଡ଼ ହେଇଗଲା ପୁଅ ବୋଲି କାହାରି କଥା ଶୁଣୁନାହାନ୍ତି। ଏବେ ଆମେ କଣ କରିବା କହୁନ? ଏ ଲୋକେ ଆମକୁ କଣ ଭାବିବେ? ଏ ପୁଅଟା ଯାଇଛି କୁଆଡ଼େ ନା ଦିଦି? ଆଇ ଦେଖା ନାହିଁ ଯେ କୁଆଡ଼େ ଯାଇଛି? ସେ କଣ ମୋ କଥା ଶୁଣିଲା? କିଛି ଶୁଣିଲାନି, ଚାଲିଗଲା। ଏବେ ଆମେ କଣ କରିବା? ମୋ ମୁଣ୍ଡ କିଛି କାମ କରୁନି। ବେଶୀ ଟେନସନ୍ ଦେଲେ ବିପିଟା ଆହୁରି ବଢ଼ି ଯାଇପାରେ ନା ଦିଦି। ଚାଲ ନା ଦିଦି, ଆମେ ଘରେ ବସି ସେ କଥା ଆମେ ଚିନ୍ତା କରିବା। ଚାଲ। ସେ ଦେବରାଜ ମୋ ପଛରେ ବଢିଛି କାହିଁକି? ସବୁବେଳେ ଖାଲି ଟଙ୍କା 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 ନଦେଲେ ଧମକ ଦଉଛି ମାହିଦା ବୋଲି। କିଏ କାହାକୁ ମାରିବ ସେଇଟା ଉପର ବାଲାଙ୍କ ଖାତାରେ ନା। ଆରେ ସେ କଣ ମତେ ମାରିବ? ହେ ପ୍ରଭାତୀ, ଆରେ ଘରେ କଣ କରୁଛ? ଆଜ୍ଞା ନମସ୍କାର। କଣ ଭଲ ଅଛନ୍ତି? ଆଉ ଆପଣ କେମିତି ଅଛନ୍ତି? କିଏ ତମେ? ହଁ, ଘର କୋଠା ଆସିଲ। ଆରେ କଣ ହେଇଛି? ଆରେ କଣ ହେଇଛି କୁହନ୍ତୁ? ଦେବ ଘରୁ ଖସିବା କାରଣ ତୋର ମୋର ପୁରୁଣା ହିସାବ କରିବାକୁ ଆସିଛି। ଆରେ ତୁ କଣ ଜାଣିନୁ? ମୋ ପାଖରେ ସମୟ ନାହିଁ। ଯେତେ ଶୀଘ୍ର ପାରୁଛୁ ଦେଇଦେ, ମୁଁ ଚାଲିଯିବି। ମୁଁ କଣ ବିକ ମାଗୁଛି? ମହିଳାଙ୍କର ତାଇ ମତେ ମୋ ମନରେ କହୁଛି ସାଲି ଝା 5 ଲକ୍ଷ ଟଙ୍କା ମାଗୁଛ। ସେଇ 5 ଲକ୍ଷ ଟଙ୍କା କେତେ କଷ୍ଟ କଲେ ମିଳିବ? ଆରେ ତୁ କଣ ଜାଣିଛୁ? ଆରେ ତୁ କଣ ଜାଣିବ?
অল্লার বুঝাই দেবে টঙ্কা দেবো না লইবে আজ্ঞা ଆମ ବାବୁ ରାଜି ଲୋକ ବାବୁର ଯାହା ଡିମାଣ୍ଡ ଅଛି ଦେଇଦିଅନ୍ତୁ ଆଜ୍ଞା ଭଲ ହବ ହଁ ଆଜ୍ଞା ତୁ ନିଜକୁ କଣ ଭାବୁଛୁ ଲୋକଙ୍କ ଧନ ସମ୍ପତ୍ତିକୁ କାହିଁକି ଏତେ ଲାଭ କଷ୍ଟ କର ଦିନେ ନା ଦିନେ ଭଲ ମଣିଷ ହବ ମୁଁ ଭଲ ଥିଲେ ବେଳପତ୍ର ରାଗି ଗଲେ ସିଂଚକ୍ର କଣ ଦେଖୁଛୁ ରେ ଘରର କବାଟ ବନ୍ଦ କର କଣ ଦେଖୁଛୁ ବଡ଼ ଯା ଚରିକା କବାଟ ବନ୍ଦ କରି ମହାଶୟକୁ ତୁ ମତେ ସବୁବେଳେ ଧମକ ଦଉଛୁ ନା ଆଜି ମୁଁ ତତେ ଛାଡ଼ିବିନି ଆଜି ତା ନାଁରେ ଯାଇ ଏ ପ୍ୟାର ଦେବି ବାଧ୍ୟ ହେବେ ହଁ ମୁଁ ଯାଉଛି अबे आम नेता विक्रम मोहबाबू को बोलरे जानी छो ममुचा कइबो तोरे कइबो तीतर को बड़ा मत चाहिए देवरा टंका पाई बलकर मत माहिदा जपद थी ये देवरा मत चाहिए है তোর ধন সম্পত্তি মোর কিছু দরকার নাইবে তাই কেন তু তো তত না মারিলে মোর জীবন শান্তি নাই ওর দাদা এই দেখ টঙ্কা পাই তো জীবন চালি যাবে এই দেখবে
দণ্ড রে তা স্ত্রী আউ তা ঝিও ଅଛି আজ্ঞা হ্যাঁ ସେ ଦୁଇ ଜଣକୁ ମାରିଦେଲେ ସବୁ ସମ୍ପତ୍ତି ଆମ ଆତ୍ମମୁଠାରେ ହବ ଆଜ୍ଞା ଦଣ୍ଡ ମୁଁ କହିଥିଲି ତୁ କଣ ଶୁଣିପାରୁନୁ ମୋର କିଛି ଦରକାର ନାହିଁ ବୋଲି ମୋର ଇଚ୍ଛା ପୂର୍ଣ୍ଣ ହେଇଗଲା ଦଣ୍ଡ ଧୀରେ ଦେଖିଥିଲେ ଆମର ଅସୁବିଧା ହବନି ତ ମାମୁ ଅସୁବିଧା ହବନି ତ କିଛି ଅସୁବିଧା ହବନି କିଛି ଅସୁବିଧା ହବନି ଦଣ୍ଡ ଆରେ ଚାଲିବେ ଏଇ ଜାଗାରୁ ଚାଲିଯିବ ଏଇ ଏରିଆରେ ରାଜ କରିବାରେ ରାଜ କରିବା ଯେ ଏ ବିକ୍ରମ ବାବୁ କେମିତି ଚାଲିଲେ ହବନି ଆଜ୍ଞା ଆଉ କେମିତି ବସେଇଦେବା ଆଜ୍ଞା ହଁ ଆଜ୍ଞା ମୁଁ ବସେଇଦେବି ଆଜ୍ଞା ଦଣ୍ଡ ତୋ ମୁଣ୍ଡକୁ ମାନିବାକୁ ପଡ଼ିବ ଆକୁ ଶୀଘ୍ର ଏକ୍ଟିଂରେ ବସେଇଦେବେ ଆରେ ଶୀଘ୍ର ବସେଇଦେ ଆଜ୍ଞା କାମଟା ହେଇଗଲା ଆଜ୍ଞା ଚାଲ ଚାଲ ପଳେଇବା ଆଜ୍ଞା ଅବେ ଦଣ୍ଡ କାମଟା ହେଇଗଲା ଆରେ ଚାଲବେ ଚାଲ ଏଇ ଜାଗାରୁ ରହିବାନି